साथे साथे रेडियो संपर्क संपर्क आरंभ करुछु कार्यक्रम निपुण ओडिशा। आज शुणु यार प्रथम अध्याय। आमर समस्त श्रोता बंधु मानक स्वागत जनाई आरंभ करुछु कुनी कुनी पिला मानकर मौलिक शिक्षा एवं संख्या ज्ञान को आधार करी एही स्वतंत्र शिक्षा भित्तिक कार्यक्रम निपुण ओडिशा। उपस्थापन रे मु गायत्री एवं मो सहित अछंती जगत मोहिनी। नमस्कार, मु जगत मोहिनी। ओडिशा सरकारक सहायता रे यूनिसेफ और यंग इंडिया आनुकूल्य रे ओडिशार समस्त गोष्ठी बेतार केन्द्र गुड़िक एही कार्यक्रम को प्रस्तुत करुछंती। आपणकर प्रिय गोष्ठी बेतार केन्द्र रेडियो संपर्क 89.6 तार प्रिय श्रोता मानक पई एही निपुण ओडिशा कार्यक्रम को प्रस्तुत करिछि। अच्छा जगत मोहिनी, कार्यक्रमर ना तो निपुण ओडिशा, जोटा आम श्रोता बंधु माने जानि गले, हेले एही कार्यक्रम निपुण ओडिशार उद्देश्य संपर्क रे टिके बुझेकी तो कुह। बिल्कुल, कार्यक्रमर उद्देश्य को समस्त निहाती जानिबा आवश्यक। हाँ, निपुणर अर्थ दक्ष बा कौनसी गुण रे पूर्णता हासिल करिबा। निपुण ओडिशार लक्ष्य तृतीय श्रेणी हेबा बेलकु सबु पिला मौलिक साक्षरता और संख्या ज्ञान रे दक्ष बा निपुण होइथिबे। मौलिक साक्षरता और संख्या ज्ञान रे दक्ष हेबो पिलाटिए कोनोसी पाठ को पढ़ी बुझी पारुथिबो, निजर भाव अनुभव को लेखि प्रकाश करि पारुथिबो, कोनोसी कथा सुनी अति सहजरे निजर मातृभाषा बा घरे कहूथिबा भाषा रे कहि पारुथिबो। आमर मानक भाषा हेउछि ओडिया, जहाँ विद्यालय रे ऑफिस रे व्यवहार करा जाए, किंतु आमर मातृभाषा बा घरे व्यवहृत भाषा अलगा। आम ओडिशा रे प्रत्येक जिलार कथाकथित भाषा अलगा। किए ओडिया कहूछि, किए सांताली आ कि संबलपुरी। निजर कथाकथित भाषा रे शिक्षार्जन कले पिला अधिक दक्ष होइथाय, कारण सेही कथा को से सहजरे बुझी पारे। तार आखपाख लोकंकठू शुणी शुणी प्रथमे से सेही भाषा को शिखि थाए। तार अर्थ आमे माने पिलादिनु जो भाषा रे कथा कहबा शिखि थाउ, जो भाषा रे हमर बापा माँ साई पड़िसा समस्ते कथा कहंती, हमर निजर कथाकथित भाषा रे ही आमे मौलिक साक्षरता और संख्या ज्ञान रे निपुण होई परिबा। हाँ जगत मोहिनी, आउ यहाँ ही हेउछि निपुण ओडिशार मूल लक्ष्य।
ପିଲାମାନଙ୍କର ମୌଳିକ ଶିକ୍ଷାରେ ବିକାଶ ଘଟାଇବାକୁ ହେଲେ ସେମାନଙ୍କୁ ଖୁସି ଏବଂ ଉତ୍ସାହିତ କରିଲା ଭଳି ବାତାବରଣ ସୃଷ୍ଟି କରିବା ହେଲା ନିପୁଣ ଓଡ଼ିଶାର ଲକ୍ଷ୍ୟ। ବିଭିନ୍ନ ରିପୋର୍ଟ ଅନୁଯାୟୀ ଅନେକ ପିଲା ସାକ୍ଷରତା ଓ ସଂଖ୍ୟା ଜ୍ଞାନରେ ଦୁର୍ବଳ ରହୁଛନ୍ତି। ଏମିତି ବି ଦେଖାଯାଇଛି ଯେ ଅଷ୍ଟମ ଶ୍ରେଣୀର ପିଲାମାନେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପାଠ ପଢ଼ିପାରୁନାହାନ୍ତି କି ଗଣିତ କଷିପାରୁନାହାନ୍ତି। ସେଥିପାଇଁ ସରକାର ଏବେ ବିଭିନ୍ନ ଶିକ୍ଷା ଉପକରଣ ଦେଉଛନ୍ତି ଏବଂ ଏହି ସବୁ ଦକ୍ଷତା ବଢ଼ିବା ପାଇଁ ସରକାର ତତ୍ପରତା ଦେଖାଉଛନ୍ତି। ହଁ ଜଗତମୋହିନୀ, ନିପୁଣ ଓଡ଼ିଶା ମିଶନରେ ପିଲାମାନଙ୍କ ଭାଷା ଓ ସଂଖ୍ୟାଜ୍ଞାନ ବଢ଼ାଇବାରେ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଆଉ ଗୋଟେ କଥା ମୋତେ କହିପାରିବ ଜଗତମୋହିନୀ, ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ଅଟେ? ପ୍ରାଥମିକ ସ୍ତରରେ ଭାଷା ଓ ସଂଖ୍ୟାଜ୍ଞାନ ପିଲାମାନଙ୍କୁ ଶିଖିବାରେ ଭିତ୍ତିଭୂମି ତିଆରି କରେ। ଏହା ଶିଖିଲେ ସେ ପରବର୍ତ୍ତୀ ଶ୍ରେଣୀର ପାଠଗୁଡ଼ିକ ଶିଖିବା ପାଇଁ କୌଣସି ଅସୁବିଧା ହେବ ନାହିଁ ଏବଂ ସେ ଜୀବନ ସାରା ଶିଖିବାରେ ସହାୟକ ହେବେ। ନିଜର ଉନ୍ନତି ସହିତ ଦେଶର ଉନ୍ନତିରେ ସହାୟକ ହେବେ। ତେଣୁ ନିପୁଣ ଓଡ଼ିଶା ମିଶନ ନିପୁଣ ଭାରତ ଅଧୀନରେ ଏକ ଜାତୀୟ ମିଶନ। ଏହି ମିଶନର ଲକ୍ଷ୍ୟ ପିଲାଟି ତୃତୀୟ ଶ୍ରେଣୀ ବେଳକୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତା ହାସଲ କରିସାରିଥିବ। ତାର ଅର୍ଥ ପିଲାଟିଏ ନିଜ ଭାଷାରେ କଥା କହିପାରୁଥିବ, କୌଣସି ଲେଖା ହୋଇଥିବା ପାଠକୁ ପଢ଼ି ବୁଝିପାରୁଥିବ ଏବଂ ସାଧାରଣ ସଂଖ୍ୟାଜ୍ଞାନ ବି ହାସଲ କରିପାରୁଥିବ। ତାହେଲେ ଗାୟତ୍ରୀ, ନିପୁଣ ଓଡ଼ିଶା ସମ୍ପର୍କରେ ଆମ ଶ୍ରୋତାବନ୍ଧୁମାନଙ୍କୁ ଆଉ ଟିକେ ଅଧିକା କଥା ଜଣାଇବା। ହଁ ଶ୍ରୋତାବନ୍ଧୁ, ନିପୁଣ ଓଡ଼ିଶା କ'ଣ, ଏହାକୁ କାହିଁକି ଶିକ୍ଷା ଶୈଳୀରେ ସାମିଲ କରାଗଲା, ଏହାକୁ ନେଇ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ। ଆଉ ଏହି ପ୍ରଥମ ପର୍ଯ୍ୟାୟରେ ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ ଏକ କ୍ଷୁଦ୍ର ନାଟିକା, ସଭିଏ ପଢ଼ିବା ପାଠ। ଥିଲା ଏକ ସୁନଟିଏ। ମାମା, ଆଜି ଆମ ସ୍କୁଲରେ ବଢିଆ ଗୀତ ବୋଲା ହେଲା। ମୁଁ ଗାଇବି, ତୁ ମୋ ସାଙ୍ଗରେ ଗାଇବୁ? ଠିକ୍ ଅଛି। ଥିଲା ଏକ ସୁନଟିଏ। ମୁଁ ଏକା ଗାଉଛି, ତୁ ଗାଇପାରିବୁନି। ଥିଲା ଏକ ସୁନଟିଏ, ତାର ଥିଲା ଆଖି, କେତେ ପୋକ କାଢ଼େ ସିଏ, ଥିଲା ଥଣ୍ଟ ଟିକି। ତାର ଥିଲା ପେଟଟିଏ, ରଖୁଥିଲା ଖାଦ୍ୟ, ପାଟି ତାର ଗୀତ ଗାଏ ବଜାଇ ବାଦ୍ୟ। ତାର ଥିଲା ଗୋଡ଼ ଦୁଇ, ଚାଲଇ ଥର ଥର, ଦୁଇଟି ଡେଣା ଥିଲା ତାର ଉଡ଼ଇ ଫର ଫର। ଆରେ ବା, ମୋ ଝିଅ ତ ବଢିଆ ଗୀତ ଗାଇଛି। ଆଚ୍ଛା, ଏଇ ସୁନର ଡେଣା କେଉଁଠୁ ଆସିଲା? ମୁଁ ଜାଣିନି, ଏମିତି ଗୀତ ଆମ ସ୍କୁଲ ଦିଦି ଗାଉଥିଲେ। ପୁଣି ଆମକୁ ଲାଇନରେ ଠିଆ କରାଇ ଗୋଟେ ଗୋଟେ କାର୍ଡ ଦେଲେ, ଯେଉଁ କାର୍ଡରେ 0, 1, 2, 3, 4, 5, 6, 7, 8, 9 ଲେଖା ଯାଇଥିଲା। ଗୋଟେ କାର୍ଡରେ ଗୋଟେ ସଂଖ୍ୟା ଲେଖା ଯାଇଥିଲା। 9 ନମ୍ବର କାର୍ଡ ଧରିଥିବା ପିଲା ଆଗରେ ଠିଆ ହେବ, ତା ପଛକୁ 8 ନମ୍ବର, ତା ପଛକୁ 7 ନମ୍ବର, ତା ପଛକୁ 6, 6 ପଛକୁ 5, ତା ପଛକୁ 3। ଆରେ 5 ପଛକୁ 4। ହଁ 4 ଏମିତି ଠିଆ ହେଲେ। ଆଚ୍ଛା ମାମା, ଏମିତି ଠିଆ ହେଲେ 9 ପଛରେ କିଏ ଅଛି? 8। 8 9ର ପୂର୍ବବର୍ତ୍ତୀ ସଂଖ୍ୟା, ଆଉ 9 ଠାରୁ 1 କମ୍। 9ରୁ 1 ଫେଡ଼ିଲେ 8 ହେବ। ଆରେ ବା, ଜାଣିଛୁ ମାମା, ତତେ କାଲି ସ୍କୁଲକୁ ଡାକିଛନ୍ତି। ତୁ ସେଠି ଆମ ସାଙ୍ଗରେ ରହିବୁ? ମୁଁ ଘର କାମ ଛାଡ଼ି କେମିତି ଯିବି? ଆରେ ମା ପିଲା କୁଆଡେ ଯିବ? ତାଙ୍କ ସ୍କୁଲକୁ ଯିବାକୁ ଖବର ଆସିଛି। ମୁଁ ଘର କାମ ଛାଡ଼ି କେମିତି ଯିବି କହିଲ? ସେଥିରେ କ'ଣ ଅଛି, ତୁମେ ଯାଅ, ଗୋଟେ ଦିନ ବାହାରେ ଖାଇଦେବ। ମତେ ତ ସମୟ ହେବନି। ହଁ, ସ୍କୁଲରେ କ'ଣ ଗୋଟେ FLN କି ନିପୁଣ ଓଡ଼ିଶା ଏମିତି କ'ଣ କରାଯାଉଛି, ତାକୁ ଟିକେ ବୁଝିକି ଆସିବ। ଆଚ୍ଛା ବାପା, କହିଲ ଦେଖି, ଗୋଟେ ଚକୋଲେଟ 2 ଟଙ୍କା ହେଲେ 5ଟା ଚକୋଲେଟକୁ କେତେ ଟଙ୍କା? ମୁଁ ତ କହିପାରିବି, ତୁ ନିଜେ କହ। ଗୋଟେ କାମ କର, ମୁଁ ଦୋକାନୀ ଆଉ ତମେ ପିଲା। ତୁମେ ମୋଠୁ ଚକୋଲେଟ ନିଅ, ମତେ 2 ଟଙ୍କା ଲେଖା ଦିଅ। 2 ଟଙ୍କା, ନିଅ ଗୋଟେ ଚକୋଲେଟ। ଆଉ 2 ଟଙ୍କା ଦିଅ, ଗୋଟେ ଚକୋଲେଟ ନିଅ। ଆଉ 2 ଟଙ୍କା ଦିଅ, ଆଉ ଗୋଟେ ନିଅ। ଆଉ 2 ଟଙ୍କା ଦିଅ, ଆଉ ଗୋଟେ ନିଅ। ଆଉ 2 ଟଙ୍କା ଦିଅ, ଆଉ ଗୋଟେ ନିଅ। ତୁମେ ମତେ 4ଟା 2 ଟଙ୍କିଆ ଦେଲ। 2 ଯୁକ୍ତ 2 ସମାନ 4, 4 ଯୁକ୍ତ 2 ସମାନ 6, 6 ଯୁକ୍ତ 2 ସମାନ 8। 4ଟା ଚକୋଲେଟର ଦାମ 8 ଟଙ୍କା। ଆଶ୍ଚର୍ଯ୍ୟ, ମୁଁ କହିଲେ ଟିକି ଗଣିତ ପଢ଼ିବାକୁ ରାଜି ହେଉନଥିଲା। ଇଆଡ଼େ ସୁମିତା କହୁଥିଲା ଝିଅମାନଙ୍କର ଗଣିତ ଭଲ ହୁଏନି। ଆଚ୍ଛା,
ଟିକି ଏମିତି ଟଙ୍କା ଦେଇକି ତମ ସ୍କୁଲରେ ହିସାବ କରାଯାଏ? ହଁ ବାପା, ଖାଲି ଟଙ୍କା ଦେଇକି ନୁହେଁ, ଗୀତ ଗାଇକି, ଗପ କହିକି, ନାଚିକି ଆମ ସ୍କୁଲରେ ପାଠ ପଢ଼ାଯାଏ। କଣ ତ ତାକୁ କହନ୍ତି ନିପୁଣ ଓଡ଼ିଶା ପାଠ। ବାପା, ତମେ ମାମା ସାଙ୍ଗରେ କାଲି ସ୍କୁଲକୁ ଯିବ। ସବୁ ପିଲାଙ୍କର ବାପା ବୋଉ ଯାଉଛନ୍ତି, ତମେ ଯିବ ନା ପ୍ଲିଜ ବାପା? ଆଚ୍ଛା, ମୁଁ ଯିବି। ବାପା ମାଙ୍କର ସେଠି କାମ କ'ଣ? ସେମାନେ ସେଠି କ'ଣ କରିବେ? ବାପା ମା ମାନେ ଆମକୁ ଖେଳିବାରେ ସାହାଯ୍ୟ କରନ୍ତି। ସରି ଖେଳିକି ପଢ଼ିବାରେ ସାହାଯ୍ୟ କରନ୍ତି। ଆଉ ଆମେ କେମିତି ପଢ଼ୁଛୁ ତାକୁ ଦେଖନ୍ତି। ସାର୍ ଆଉ ଦିଦିଙ୍କ ସହ ବସି କଥା ହୁଅନ୍ତି। ଠିକ୍ ଅଛି ଟିକି, ମୁଁ କାଲି ସମୟ ଦେଖି ତୁମ ସ୍କୁଲକୁ ଯିବି। ତା ଆଗରୁ ମୁଁ ମୋର ଜଣେ ବନ୍ଧୁଙ୍କ ପାଖକୁ ଯିବି, ଯିଏ ତୁମ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ବାପା ଝିଅ କଣ କଥା ହଉଛ? ଶୋଇବନି କି? ରାତି 11ଟା ବାଜିଲାଣି। ଆଉ କାଲି ତମେ କୋଉ ବନ୍ଧୁ ପାଖକୁ ଯିବ କି? ଏଇ ଜଣେ ବନ୍ଧୁଙ୍କ ପାଖକୁ। ହଉ ତୁମେ ଶୁଅ, ମୁଁ ବାହାର କବାଟ ବନ୍ଦ କରି ଆସୁଛି। ମୁଁ ତୁମ ସ୍କୁଲକୁ ଯିବି, କିନ୍ତୁ ମାମାଙ୍କୁ କହିବୁନୁ। ନା ନା, କହିବିନି। ମାମା ଆସିଲାଣି, ତମେ ଶୋଇପଡ଼। ଆରେ ସୁରେଶ, ଏତେ ସକାଳୁ ମୋ ଘରେ, ଏତେ ଦିନ ପରେ? ଏଇଠି ଠିଆ ହୋଇ କଥା ହେବା ନା ଭିତରକୁ ଡାକିବୁ? ଆରେ ଭିତରକୁ ଆ, ଏଇ ମୋ ଝିଅ ଅନ୍ତରା। ଝିଅ, ଅଙ୍କଲକୁ ପ୍ରଣାମ କର। ହେଲା, ଘରେ ଆଉ କେହି ନାହାନ୍ତି? ଶାଶୁ ଶ୍ୱଶୁର ତ ଚାଲିଗଲେଣି, ଇଏ ତ ବାଙ୍ଗାଲୋରରେ ରହୁଛନ୍ତି। ଏଠି ମୁଁ, ମୋର ଝିଅ ଆଉ ମା ରହୁଛୁ। ମା ଏଇ ବାଡିରେ କୋଉଠି ଥିବ। ଆଚ୍ଛା, ତୋର କଣ ଚଳିବ, ଚା ନା କଫି? ସେସବୁ ପଛରେ, ତୋ ସାଙ୍ଗରେ କଥା ଥିଲା ନିକିତା। ମୋ ଝିଅ ଟିକିକୁ 8 ବର୍ଷ, ସେ ତୋରି ସ୍କୁଲରେ ପଢୁଛି। ତାଠାରେ ଗୋଟେ ପରିବର୍ତ୍ତନ ମୁଁ ଦେଖିବାକୁ ପାଇଲି ଏଇ କିଛି ମାସ ହେଲା। ଯେତେବେଳେ ମୁଁ ଏଠିକି ଟ୍ରାନ୍ସଫର ହୋଇ ଆସିଲି ଆଉ ସରକାରୀ ସ୍କୁଲରେ ଯେତେବେଳେ ଝିଅର ନାଁ ଲେଖେଇଲି, ଦେଖୁଛି ଝିଅ ଭଲ ପାଠ ପଢୁଛି। ଆଗରୁ କହିଲେ ବି ବହି ଧରୁନଥିଲା, ଗଣିତ ବହି ତ ଦେଖିଲେ ଡରୁଥିଲା। ଏବେ ଓଡ଼ିଆ କଥାକୁ ଭଲସେ କହିପାରୁଛି ଆଉ ବୁଝି ବି ପାରୁଛି। କଣ କହିଲା, ତାଙ୍କ ସ୍କୁଲରେ FLN ନା ନିପୁଣ ଓଡ଼ିଶା ମିଶନକୁ ଭିତ୍ତି କରି ପାଠ ପଢ଼ାଯାଉଛି। ପୁଣି ଆଜି ମୋତେ ସ୍କୁଲକୁ ଯିବାକୁ ବାଧ୍ୟ କରୁଛି। ମୁଁ କହିଲି, ମୋ ସାଙ୍ଗ ନିକିତା ତ ସେଠି ପଢ଼ାଉଛି, ସେଥିପାଇଁ ଏ ବିଷୟରେ ଜାଣିବାକୁ ତୋ ପାଖକୁ ଆସିଲି। ବୁଝିଲୁ ନିକିତା, ଝିଅର ପାଠପଢ଼ାକୁ ନେଇ ମୁଁ ବହୁତ ଚିନ୍ତାରେ ଥିଲି। ତାକୁ ଟ୍ୟୁସନ ଦେଲି, ତଥାପି ପରିବର୍ତ୍ତନ ହେଲାନି। କିନ୍ତୁ ଏଇ ସ୍କୁଲରେ ପଢ଼ିବା ଦିନଠାରୁ ତାର ପାଠପଢ଼ାରେ ଆଗ୍ରହ ବଢ଼ୁଛି। ଏଇ ସ୍କୁଲରେ ନୁହେଁ ସୁରେଶ, ବରଂ ଯେବେଠାରୁ ନିପୁଣ ଓଡ଼ିଶା ଆସିଲା ସେବେଠାରୁ ପିଲାମାନେ ପାଠ ପଢ଼ିବା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ପୁଅ, ଚା ନିଅ। ମାଉସୀ ନମସ୍କାର। ହେଲା ଆପା ହେଲା, ଇଏ ସୁରେଶ ତ? ହଁ ମାଉସୀ, ନିକିତା ଯାହା ସାଙ୍ଗରେ ସ୍କୁଲରେ ଡେଲି ଝଗଡ଼ା କରେ, ମୁଁ ସେଇ ସୁରେଶ। କହନା ତା କଥା। ତାକୁ ଯିଏ ପାଠ ପଢାରେ ହଇରାଣ କରିବ ତା ସହିତ ଝଗଡା କରିବ। ସିଏ ତ ମୋ ସାଙ୍ଗରେ ଏବେ ବି ସବୁଦିନ ଝଗଡା କରୁଛି। କହୁଛି ପିଲାମାନଙ୍କୁ ପାଠ ପଢା, ଟିଭି ଦେଖିବାକୁ ଦେନି। ବୋଉ, ତୁ ଭିତରକୁ ଯା, ମୋ ସ୍କୁଲ ଟାଇମ ହେଇଯିବ। ମୁଁ ସୁରେଶ ସହିତ କଥା ହେଇ ବାହାରିବି। ହଁ ସୁରେଶ, ମୁଁ ତତେ ଏଇ ନିପୁଣ ଓଡ଼ିଶା ବିଷୟରେ କହୁଛି ଶୁଣ। FLN ର ଅର୍ଥ ହେଉଛି ଫାଉଣ୍ଡେସନାଲ ଲିଟରେସି ଆଣ୍ଡ ନ୍ୟୁମରେସି। ପିଲାମାନେ ସ୍କୁଲ ଯିବା ପୂର୍ବରୁ ଅର୍ଥାତ୍ ପ୍ରି ସ୍କୁଲ ସମୟରେ ଆମେ ତାକୁ ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ଶିକ୍ଷା କହିପାରିବା, ନର୍ସରୀ ବା LKG ଶିକ୍ଷା ସମୟ କଥା ମଧ୍ୟ କହିପାରିବା। କିଛି କିଛି ସ୍କୁଲରେ ପ୍ରାରମ୍ଭ ଓ ବୋଧ ବୋଲି କୁହାଯାଏ। ଏହି ସମୟରେ ପିଲାମାନଙ୍କର ମାତୃଭାଷା ଜ୍ଞାନକୁ ବଢାଇବା ପାଇଁ ତାଙ୍କ ସହ ମାତୃଭାଷାରେ ଅଧିକ ସମୟ କଥା ହେବା, ଓଡ଼ିଆରେ ଗୀତ ଗାଇ ତାକୁ ଶୁଣେଇବା ଓ ଗପ କହିବା। ଆଉ ଏ ଗପ ଗୀତକୁ ଯଦି ଗଣିତ ଜ୍ଞାନ, ସଂଖ୍ୟା ଜ୍ଞାନକୁ ଭିତ୍ତି କରାଯାଏ, ତେବେ ପିଲାମାନଙ୍କର କାହାଣୀ ଶୁଣିବାକୁ ହେବ, ଯେଉଁଥିରୁ ସେମାନେ ଉତ୍ସାହିତ ହେବେ। କାହାଣୀଟିରେ କୁହାଯାଇଥିବା ଓଡ଼ିଆ ଶବ୍ଦ ଗୁଡ଼ିକରୁ ସେମାନଙ୍କର ଭାଷା ଜ୍ଞାନ ବଢିଥାଏ। କାହାଣୀଟି ସଂଖ୍ୟା ଜ୍ଞାନ ଓ ଗଣିତ ସମ୍ବନ୍ଧୀୟ ହୋଇଥିଲେ ପିଲାମାନଙ୍କର ସଂଖ୍ୟା ଜ୍ଞାନ ମଧ୍ୟ ବଢିଥାଏ। ଆରେ ବାଃ, ଇଏ ତ ବଢିଆ ଶିକ୍ଷା ଶୈଳୀ। ହଁ, ଏଇ ନିପୁଣ ଓଡ଼ିଶା ଶିକ୍ଷା ଶୈଳୀରେ ଖାଲି ଶିକ୍ଷକ ଶିକ୍ଷୟିତ୍ରୀ ନୁହନ୍ତି, ବରଂ ଅଭିଭାବକ ମାନେ, ଶିକ୍ଷା ଅଧିକାରୀ ମାନେ,
PRI मेंबर माननकु साधारण लोक माननकु शामिल करा जाउछि, जहा द्वारा पिला माने निज माता पितांक उपस्थिति रे निजकु सहज मन करिवे आउ समस्त सहभागी माने एही शिक्षा शैली कार्यकारी करिया पई सहयोग करिवे। सतरे निकिता आम समय किंतु एमिति पाठ पढ़ा नथिला। टिके टिके कथारे शिक्षक मानकर आउ बापा माँ मानकर माड़गाड़ी मिलुथिला। हाँ सुरेश, जेमिति भी थिला पिला दिन किंतु बहुत भल थिला। आजिर पिला मानक पई निपुण ओडिशा शिक्षा शैली शिक्षार्जन को पूरा सहज और सरल करि देइछि जातीय शिक्षा नीति। जातीय शिक्षा नीति 2020 रे विद्यालय रे सहज शिक्षा एवं पोषण को गुरुत्व देई राज्य सरकार एही योजना को कार्यकारी करिसंती। निपुण ओडिशार लक्ष्य होउछि पिला मानकर शिक्षा ग्रहण करिबा पद्धति को सहज करिबा, जेमिति कि भाषा और संख्या ज्ञान पई तार पढ़िबा उपरे गुरुत्व दिया जाए। यह केवल शिक्षक और शिक्षयित्रीक दायित्व नुहे बरं अभिभावक मानकर भी दायित्व। सेथिपाई सेमानकु मध्य एथिरे शामिल करा जाउछि। पिला माने श्रेणी अनुसायी दक्षता हासिल करिवे। पिलाटी नवम रे पाठ पढुथुबो आउ ताकू हिसाब आसुनथिबो, ताहले आमे कहिबा शिक्षागत दक्षता तार नाही। बुझिकी पाठ पढ़िबार कौशल पिलाकू शिखेबाकू पड़िबो। आउ एथिपाई नाच गीत गपर साहाय्य नेले पिलाकू बुझेइबा सहज होइथाए। अनेक पिला अक्षर चिनि पारु नाहांती, वाक्य पढ़ी पारु नाहांती, जानिथिबा कथा को प्रकाश करि पारु नाहांती, प्रश्न पचारिया को भय करूछंती, साधारण मिश्रण फेड़ाण करि पारु नाहांती, निष्पत्ति नेबारे असमर्थ हेउछंती। एही सबु को सहज करिथाय निपुण ओडिशा पाठ्यक्रम। बहुत बढ़िया। एही निपुण ओडिशा मो मुंडर गोटे बहुत बड़ चिंता दूर कर दिछि। टिकीर पाठ पढ़ा को नहीं मु बहुत चिंता रे थिली। सब पिलांकर तो शिखिबा दक्षता समान न थाए। मते लागुछि निपुण ओडिशा सब पिलांकु दक्ष कराई छाड़ियो। नाच गीत खेलकूद को छाड़ी निपुण ओडिशा माध्यम रे पिला को पाठ पढ़ेबा पई अनेक शिक्षा सामग्री मध्य व्यवहार करा जाउछि, जहा द्वारा पिला माने एहाकू व्यवहार करी निजर भाषा ज्ञान, संख्या ज्ञान और गणित ज्ञान को बढ़ाई परिबो। पुणी निपुण ओडिशा रे पिला माने दिन को केते शिखिले तार सोपान मध्य तैयारी करा जाए। निपुण ओडिशा रो लोगो प्रस्तुत करा जाइछि। एहार लक्ष्य निपुण ओडिशा रे सहभागी हेबा पई समस्तଙ୍କୁ बुझाई थाए। आउ सबुठु बड़ कथा हैला सुरेश, स्कूल रे समस्ते निपुण ओडिशा को सफल रूप देबा पई शपथ पाठ करंती। आजि हेउछि सेही शपथ पाठ उत्सव। सेथि पई अभिभावक माननकु डका जाइछि। मु आज जीबी हेले सुनीता जेमिति जानिबनी। काहेकि? एइटा सरप्राइज हेले केमिति जीबी? शपथ पाठ परे भालू नाच करी गणित पढ़ा हबो। मु संख्या ज्ञान को गीत रे गाइबी। तू अभिनय करिबु भालू पोशाकरे। तुमको केही चिनि पारिबेनी। बढ़िया उपाय। ताहाले मु जाउछि। आम विद्यालय रे एक आनंदमय एवं शिक्षणीय भित्तिक परिवेश सृष्टि करबाकू प्रतिज्ञा करिबा, जेउठारे पिलामाने निजर भाषा को मुक्त भावरे व्यवहार करि पारिबे। मुक्त भावरे प्रश्न पचारिबार पिलामाने सुजोग पाइबे। मुक्त भावरे खेली पारिबे। आसंतु विद्यालय और घर को एपरि गढ़ी तोलिबा जेउठी प्रत्येक पिलार बुझिकी पढ़िकी लेखिबा और संख्यागण बुझिबा परि कौशलर विकास हेबो, जहा द्वारा सेमाने दैनंदिन जीवन रे विभिन्न परिस्थिति रे सेगुड़िक प्रयोग करि पारिबे। आसंतु समस्ते मिसी शपथ नेबा प्रत्येक पिलांकु मौलिक साक्षरता और संख्या ज्ञान क्षेत्र रे दक्ष कराइबा।
ଏବେ କୁନି ଝିଅ ଟିକି ଗୀତଟିଏ ଗାଇବ। ନା ବାଧା ରହିବ ନା ବନ୍ଧନ ଥିବ, ଆମ ପଢା ଲେଖାରେ ସରି କିଏ ସେ ହେବ। ଆଉ ନଥିବ ପ୍ରଶ୍ନ ଭାଷା ଉପରେ, ଜୀବନ ବାଟରେ ସ୍ୱପ୍ନ ଝରିବ। କ ଖ ଗ ହେଉ ଅବା 1 2 3, ଅ ଆ ଇ ହେଉ କିମ୍ବା କ କା କି। ଶିଖିବା ପାଇଁ ମନେ ଭୟ ନଥିବ, ଏଇ ମୋ ଓଡ଼ିଶା ଭୂଇଁରେ ଶିକ୍ଷାର ଦୀପ ନୀତି ଜଳି ଉଠିବ। ଅପଢା ପିଲା କିଏ ଜଣେ ନଥିବେ, ସବୁ ପିଲାଏ ପାଠ ପଢିବେ, ନିଜ ଭାଗ୍ୟ ନିଜେ ଗଢିବେ। ପଢା ଲେଖା ଓଡ଼ିଶା ଆମ ପ୍ରିୟ ନିପୁଣ ଓଡ଼ିଶା, ପଢା ଲେଖା ଓଡ଼ିଶା ନୂତନ ନିପୁଣ ଓଡ଼ିଶା। ଶିକ୍ଷା ପରିପୂରଣ ଓଡ଼ିଶା, ନୂତନ ନିପୁଣ ଓଡ଼ିଶା, ଇତିହାସ ରଚିବା ଓଡ଼ିଶା। ନିପୁଣ ଓଡ଼ିଶାର ସପନ ଭାବନା, ସବୁ ପିଲା ଶିଖିବେ ଭାଷା ଓ ଗଣନା। ଏବେ ଭାଲୁ ତୁମକୁ ଗଣିତ ପଢାଇବ, ମୁଁ ଗୀତ ଗାଇବି ଆଉ ସିଏ ବୁଝାଇବ। ବାବା ବାରେ ମଜା, ଭାଲୁ ନାଚ କରେ ବଜାଏ ବାଜା। ଭାଲୁର ଥିଲା ଜନ୍ମଦିନ, ବଜାର ଗଲା କିଣିବାକୁ କେତେ କଣ। କିଣିଲା ମିଠେଇ 4ଟି, ଦେଲା ଟଙ୍କା 50। ଗୋଟିଏ ମିଠେଇକୁ 5 ଟଙ୍କା ରଖି ଦୋକାନୀ ପଇସା ଫେରାଏ। କହିଲ ଦେଖି ଦୋକାନୀ କେତେ ଟଙ୍କା ରଖି କେତେ ଟଙ୍କା ଫେରାଇବ? ଗୋଟାଏ ମିଠେଇକୁ 5 ଟଙ୍କା ହେଲେ 4ଟି ମିଠେଇକୁ କେତେ ଟଙ୍କା? ଭାଲୁ କହିବ 5 କେ 5, ଗୋଟିଏ ମିଠେଇକୁ 5, 5 ଦୁଗୁଣେ 10, 2ଟା ମିଠେଇକୁ 10, 5 3 15, 3ଟା ମିଠେଇକୁ 15, 5 ଚଉ 20, 4ଟା ମିଠେଇକୁ 20। ବାପା ବାପା, ଆଜି ଆମ ସ୍କୁଲକୁ ଭାଲୁ ଆସିଥିଲା, ତମେ କାହିଁ ଆସିଲନି? ସେ ଭାଲୁ ବେଶରେ ମୁଁ ଥିଲି। ଶୁଣିଲ ତ ଜଗତ ମୋହିନୀ, ନାଟିକା ସଭିଏଁ ପଢିବା ପାଠ ଆମର କୁନି କୁନି ପିଲାମାନଙ୍କ ପାଇଁ ବେଶ ଉପଯୋଗୀ ଥିଲା ନା? ନିଶ୍ଚୟ। ଶ୍ରୋତା ବନ୍ଧୁ, ଟିକି ଭୂମିକାରେ ଅଭିନୟ କରିଥିଲେ କୁନି କଳାକାର ସନ୍ତୋଷୀ ସ୍ୱାଇଁ, ସୁରେଶ ଭୂମିକାରେ ଭବାନୀ, ସୁନିତା ଭୂମିକାରେ ଜଗତ ମୋହିନୀ, ନିକିତା ଭୂମିକାରେ ଶୁଭଲକ୍ଷ୍ମୀ। ଜଗତ ମୋହିନୀ, ଏବେ FLN ବା ନିପୁଣ ଓଡ଼ିଶା ସମ୍ପର୍କରେ ତମେ ଜାଣିପାରିଲ ତ? ଆମେମାନେ ତ ବୁଝିଗଲେ, ଆଶା କରୁଛୁ ବନ୍ଧୁମାନେ ବି ବୁଝି ଯାଇଥିବେ ନିପୁଣ ଓଡ଼ିଶା କଣ ଓ ଏହାର ଲକ୍ଷ୍ୟ କଣ। ହେଲେ ଜଗତ ମୋହିନୀ, କାହିଁକି ଏହି ନିପୁଣ ଓଡ଼ିଶାର ଆବଶ୍ୟକତା ପଡ଼ିଲା? ନିପୁଣ ଓଡ଼ିଶା ମିଶନ ଦ୍ୱାରା କଣ ସବୁ ପରିବର୍ତ୍ତନ ହୋଇଛି, ଏହା କିପରି କାର୍ଯ୍ୟ ହୁଏ, ଏସବୁ ସମ୍ପର୍କରେ କହିବା ପାଇଁ ଆଜିର ଅଧ୍ୟାୟରେ ଆମ ସହିତ ଯୋଡ଼ି ହୋଇଛନ୍ତି CRC ସୁଶାନ୍ତ କୁମାର ପଣ୍ଡା। ତେବେ ଆସନ୍ତୁ ତାଙ୍କ ସହ ଏ ବିଷୟରେ ଅଧିକ ଆଲୋଚନା କରିବା। ନମସ୍କାର ସାର୍। ନମସ୍କାର ସାର୍, ଆପଣଙ୍କୁ ଏହି ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ନିପୁଣ ଓଡ଼ିଶାକୁ ସ୍ୱାଗତ କରୁଛି। ସାର୍, ପ୍ରଥମେ କୁହନ୍ତୁ, ଏ ଯୋଉ ନିପୁଣ ଓଡ଼ିଶା ମିଶନ ରହିଛି, ଏହା କଣ, ଏ ବିଷୟରେ ଟିକେ ବିଶଦ ଭାବରେ ବ୍ୟାଖ୍ୟା କରନ୍ତୁ। ଆଜ୍ଞା, ନିପୁଣ ଓଡ଼ିଶା କହିଲେ ନିପୁଣ ଅର୍ଥ ହେଉଛି ଦକ୍ଷ। ଆଜ୍ଞା। ଓଡ଼ିଶାକୁ ଦକ୍ଷ କରିବା ପାଇଁ ହେଲେ ଆମକୁ ଓଡ଼ିଶାର ଛୋଟ ପିଲାମାନଙ୍କୁ ପିଲାବେଳୁ ହିଁ ଦକ୍ଷ କରିବାର ଅଛି। ତେଣୁ ପିଲାଙ୍କୁ ପ୍ରଥମ ଦ୍ୱିତୀୟ ତୃତୀୟ ଶ୍ରେଣୀ ପିଲାମାନଙ୍କୁ ତାଙ୍କର ଦକ୍ଷତା ଭିତ୍ତିକ ଶିକ୍ଷା ହାସଲ କରିବା ପାଇଁ ସରକାରଙ୍କର ଏହା ଗୋଟିଏ ପ୍ରୟାସ ଯେ ପ୍ରତ୍ୟେକ ପିଲା ଯେମିତି ତୃତୀୟ ଶ୍ରେଣୀ କମ୍ପ୍ଲିଟ୍ ବେଳକୁ ଭାଷା ଏବଂ ଗଣିତରେ ନିଜର ମୌଳିକ ଦକ୍ଷତା ହାସଲ କରିବେ। ଆଜ୍ଞା। ତେବେ ସାର୍, ନିପୁଣ ଓଡ଼ିଶାର ଲକ୍ଷ୍ୟ କଣ ରହିଛି? ନିପୁଣ ଓଡ଼ିଶାର ଲକ୍ଷ୍ୟ ରହିଛି ମ୍ୟାଡାମ, 2027 ଶେଷ ସୁଦ୍ଧା ଆମ ଓଡ଼ିଶାର ପ୍ରତ୍ୟେକ ତୃତୀୟ ଶ୍ରେଣୀ କମ୍ପ୍ଲିଟ୍ କରୁଥିବା ଛାତ୍ରଛାତ୍ରୀ ଭାଷା କ୍ଷେତ୍ରରେ ଏବଂ ସଂଖ୍ୟାଜ୍ଞାନ କ୍ଷେତ୍ରରେ ନିଜର ମୌଳିକ ଦକ୍ଷତା ହାସଲ କରିବେ। ହଁ, ତେବେ ସାର୍, ଶିକ୍ଷା ଶୈଳୀରେ କଣ ସବୁ ସଙ୍କଟ ରହିଛି ଯାହା କେବଳ ନିପୁଣ ଓଡ଼ିଶା ହିଁ ଦୂର କରିବାରେ ସମର୍ଥ ହୋଇପାରିଛି? ମ୍ୟାଡାମ, ଏବେ ଦେଖିବାକୁ ଗଲେ ଯେ ଆମର ଯୋଉ ଶିକ୍ଷା ପଦ୍ଧତିରେ ମାନେ ଏପରି କିଛି ବ୍ୟବସ୍ଥା ରହିଛି ଯାହା ଫଳରେ କି ପିଲାମାନଙ୍କର ଏ ଯୋଉ ପାସ୍ ଫେଲ୍ ବ୍ୟବସ୍ଥାର ଅଭାବ, ଶିକ୍ଷକ ସମସ୍ୟାର ଅଭାବ, ଯାହା ଫଳରେ କି ପିଲା ଅଷ୍ଟମ ଶ୍ରେଣୀ ଶେଷ ବେଳକୁ ଭାଷା କ୍ଷେତ୍ରରେ ଏବଂ ଗଣିତ କ୍ଷେତ୍ରରେ ନିଜର ମୌଳିକ ଦକ୍ଷତା ହାସଲ କରିପାରୁନାହାନ୍ତି, ଯାହାଫଳରେ କି ସାଧାରଣ ଜୀବନରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଜ୍ଞା। ତେବେ ଏହାକୁ ଦୂର କରିବା ପାଇଁ ନିପୁଣ ଓଡ଼ିଶା ସମର୍ଥ ହୋଇପାରିଛି। ଆଜ୍ଞା। ଏବେ ସାର୍, ନିପୁଣ ଓଡ଼ିଶାରେ ଯୋଉ ପାଠ୍ୟକ୍ରମ ସବୁ ରହିଛି ସେଥିରେ କଣ ସବୁ ପରିବର୍ତ୍ତନ କରାଯାଇଛି ଏବଂ କେଉଁ ସବୁ ଶିକ୍ଷା ଉପକରଣ ପାଠପଢ଼ା ସମୟରେ ବ୍ୟବହାର କରାଯାଉଛି? ଆଜ୍ଞା ମ୍ୟାଡାମ, ଆଗରୁ ଯୋଉ ପିଲାଙ୍କର ସମୟ ନିବନ୍ଧ ଥିଲା, ସମୟ ନିବନ୍ଧରେ ଏବେ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦ୍ୱିତୀୟ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ସମୟ ନିବନ୍ଧ ପରିବର୍ତ୍ତନ କରାଯାଇଛି। ପିଲାମାନଙ୍କୁ ଭାଷା ପାଇଁ 40 ମିନିଟର 3ଟି
ପିରିୟଡ଼ ଏକାଥରେ ରହୁଛି ବା 3ଟି ସମନିଖଣ୍ଡ କଣ୍ଟିନ୍ୟୁଅସ୍ ରହୁଛି ଏବଂ ଏହାପରେ ଗଣିତ ପାଇଁ ପ୍ରତିଦିନ 45 ମିନିଟ୍ର 2ଟି ପିରିୟଡ଼ ବା 90 ମିନିଟ୍, ଭାଷା ପାଇଁ 120 ମିନିଟ୍ ପ୍ରତିଦିନ କାର୍ଯ୍ୟକ୍ରମରେ ଏହି ସମନିଖଣ୍ଡ ସ୍ଥିର କରାଯାଇଛି। ଏହି ସମନିଖଣ୍ଡରେ ପିଲାଙ୍କର ପାଠ୍ୟ ବିଷୟବସ୍ତୁ ସହିତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ପ୍ରଥମତଃ ତୃତୀୟ ଶ୍ରେଣୀ ପାଇଁ ଭାଷାର FLN କିଟ୍ସ, ଗଣିତର ଗଣିତ କଳିକା ଆନ୍ଦୋଳନ ପୁସ୍ତକ ସହିତ ତାହାର TLM ଗୁଡ଼ିକ ପିଲାଙ୍କୁ ବ୍ୟବହାର କରାଯାଉଛି। ତାହା ସହିତ ସ୍ମାର୍ଟ ଟିଭିର ବ୍ୟବହାର କରାଯାଉଛି। ଶିକ୍ଷକମାନଙ୍କୁ ଯେଉଁ ଦିଆଯାଇଛି ଯେ ମୋବାଇଲ ଟାବ୍ଲେଟ୍ ଦିଆଯାଇଛି ତାକୁ ମଧ୍ୟ ଶିକ୍ଷକମାନେ ବ୍ୟବହାର କରୁଛନ୍ତି। ଯେଉଁ ବିଦ୍ୟାଳୟରେ ସ୍ମାର୍ଟ ବୋର୍ଡର ବ୍ୟବସ୍ଥା ଅଛି ସେ ଶିକ୍ଷକମାନେ ସ୍ମାର୍ଟ ବୋର୍ଡର ବ୍ୟବହାର କରୁଛନ୍ତି। ଏହା ସହିତ ପିଲାଙ୍କୁ ନଚେଇ ଖେଳେଇ ବିଭିନ୍ନ ଗୀତ ମାଧ୍ୟମରେ ଗପ ମାଧ୍ୟମରେ ଆମର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲ କରିବା ପାଇଁ 100% ଚେଷ୍ଟା ଚଳାଯାଇଛି। ଏହା ସହିତ ପ୍ରତି ମାସରେ ଶିକ୍ଷକମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ ମଧ୍ୟ ଦିଆଯାଉଛି। ପ୍ରତି ମାସରେ ମାନେ କ୍ଲଷ୍ଟର ସ୍ତରୀୟ ବୈଠକ ହେଉଛି। ଏହି ବୈଠକରେ ଆମ ପିଲାମାନେ କେତେ ଦୂର ଆଗକୁ ଯାଇଛନ୍ତି ତାର ସମୀକ୍ଷା କରାଯାଉଛି। ଶିକ୍ଷକମାନେ ଯେଉଁ ସମସ୍ୟା ରହୁଛି ପିଲାଙ୍କ ପାଖରେ ପହଞ୍ଚିବା ପାଇଁ ତା ଉପରେ ଆଲୋଚନା କରାଯାଉଛି, ସମାଧାନ ନିର୍ଣ୍ଣୟ କରାଯାଉଛି। ଏହା ସହିତ CRC ମାନେ ମଧ୍ୟ ପ୍ରତ୍ୟେକ ବିଦ୍ୟାଳୟକୁ ଆବଶ୍ୟକ ସହଯୋଗ ଯୋଗାଉଛନ୍ତି ଏବଂ ଏବେ ଅନଲାଇନ୍ ମନିଟରିଂ ମାଧ୍ୟମରେ ସ୍କୁଲରେ ରହିଥିବା ସମସ୍ୟା ଗୁଡ଼ିକ ଉପସ୍ଥାପନ କରାଯାଉଛି, ଯାହାକି ଉଚ୍ଚସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏଥିରେ ଅବଗତ ହେଉଛନ୍ତି। ସ୍କୁଲର ସମସ୍ୟାକୁ ନିରାକରଣ କରିବା ସମସ୍ତେ ସଦା ଚେଷ୍ଟା ଜାରି ରଖିଛନ୍ତି। ତେବେ ସାର୍ ନିପୁଣ ଓଡ଼ିଶାର ଯେଉଁ ଶିକ୍ଷା ପଦ୍ଧତି ରହିଛି ଏହା କିପରି ରହିଛି ସେଇ ଶିକ୍ଷା ପଦ୍ଧତି ବିଷୟରେ ଟିକେ କୁହନ୍ତୁ। ଯେଉଁ ନିପୁଣ ଓଡ଼ିଶାର ଶିକ୍ଷା ପଦ୍ଧତିରେ ଅନେକ ପରିବର୍ତ୍ତନ ଆସୁଛି ଏବଂ ଯୁଗ ଉପଯୋଗୀ ପଦ୍ଧତି ଗୁଡ଼ିକ ଧୀରେ ଧୀରେ ଆମ ବିଦ୍ୟାଳୟ ମାନଙ୍କରେ ଉପସ୍ଥାପନ କରାଯାଉଛି। ଏହି ପଦ୍ଧତିରେ କ'ଣ କରାଯାଉଛି ନା ପ୍ରଥମ ଦ୍ୱିତୀୟ ତୃତୀୟ ଶ୍ରେଣୀ ପିଲାଙ୍କୁ ଚାପମୁକ୍ତ ଶିକ୍ଷା ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରଥମ 3 ଦିନ ପ୍ରଥମ ସପ୍ତାହର ଯେଉଁ 7 ଦିନ ଭିତରୁ ପ୍ରଥମ 4 ଦିନ ପିଲାମାନଙ୍କୁ ନୂତନ ଜ୍ଞାନ ଶିଖାଯାଉଛି ପାଠ୍ୟପୁସ୍ତକ ମାଧ୍ୟମରେ, କାର୍ଯ୍ୟପୁସ୍ତିକା ମାଧ୍ୟମରେ। ଚତୁର୍ଥ ଦିବସଟି ରହିଛି ଚତୁର୍ଥ ଦିବସରେ ଯେଉଁ ଶିକ୍ଷାଦାନ କରାଗଲା ପ୍ରଥମ 4 ଦିବସରେ, ପଞ୍ଚମ ଦିବସରେ ତାହାର ପୁନରାବୃତ୍ତି କରାଯାଉଛି ଏବଂ ଷଷ୍ଠ ଦିବସରେ ତାର ମୂଲ୍ୟାଙ୍କନ କରାଯାଉଛି ଏବଂ ଏହି ମୂଲ୍ୟାଙ୍କନରେ ପିଲାଙ୍କୁ ମାର୍କ ସିଷ୍ଟମ ନ କରାଯାଇ ଗ୍ରେଡିଂ ସିଷ୍ଟମ ଭଳିଆ କିଛି ସିମ୍ବଲ୍ସ କରାଯାଇଛି। ଯଦି ପିଲାଟି ଯେଉଁ ଦକ୍ଷତା ଗୁଡ଼ିକ ସମ୍ପୂର୍ଣ୍ଣ ହାସଲ କରିଛି ତାହେଲେ ସେ ପିଲାଙ୍କୁ ବୃତ୍ତରେ ଗ୍ରୀନ୍ ଚିହ୍ନ ଦିଆଯାଇକି ସିମ୍ବଲ ଦିଆଯାଉଛି ଏ ପିଲା ଆମର ସମସ୍ତ ଦକ୍ଷତା ହାସଲ କରିଛି ଏବଂ ହାସଲ କରିଥିବା ଦକ୍ଷତାକୁ ଅନ୍ୟ ପିଲାଙ୍କୁ ବୁଝେଇ ପାରୁଛି। ଏବଂ ଯେଉଁ ପିଲାମାନେ ଦକ୍ଷତା ହାସଲ କରିଛନ୍ତି କିନ୍ତୁ ଅନ୍ୟମାନଙ୍କୁ ବୁଝେଇବାରେ ଟିକେ ସମସ୍ୟା ଅଛି କିନ୍ତୁ ନିଜେ ହାସଲ କରିଛନ୍ତି ସେ ପିଲାମାନଙ୍କ ପାଇଁ ଷ୍ଟାର ସିମ୍ବଲ ଦିଆଯାଉଛି ଏବଂ ଯେଉଁ ପିଲାମାନେ ଦକ୍ଷତା ହାସଲ କରିବାରେ ଶିକ୍ଷକଙ୍କର ସହାୟତା ନେଉଛନ୍ତି ସେ ପିଲାମାନଙ୍କୁ ପ୍ଲସ୍ ସିମ୍ବଲ ଚିହ୍ନରେ ଚିହ୍ନିତ କରାଯାଉଛି ଏବଂ ଯେଉଁ ପିଲାମାନେ ଟିକେ ପଛରେ ପଡ଼ୁଛନ୍ତି ଶିକ୍ଷକଙ୍କ ସହାୟତା ଫଳରେ ମଧ୍ୟ ଆଗକୁ ଯାଇପାରୁନାହାନ୍ତି ସେ ପିଲାମାନଙ୍କ ପାଇଁ ରେଡ୍ ଟ୍ରାଙ୍ଗଲ ସିମ୍ବଲରେ ଚିହ୍ନିତ କରାଯାଉଛି। ଏହାଦ୍ୱାରା ପିଲାମାନେ ନିଜେ ଜାଣିପାରିବେନି ଯେ ଶିକ୍ଷକ ତାଙ୍କୁ ମୂଲ୍ୟାୟନ କରୁଛନ୍ତି ବୋଲି। କେବଳ ତାଙ୍କର ହସ ଖେଳ ମାଧ୍ୟମରେ ପିଲାଙ୍କ ଦକ୍ଷତାକୁ ଶିକ୍ଷକ ଚିହ୍ନିଲେ ପିଲାମାନେ କେବଳ ଜାଣିଲେ ଯେ ତାଙ୍କର କ'ଣ ସୁବିଧା ଅଛି କ'ଣ ଅସୁବିଧା ଅଛି, ସେମାନେ କେଉଁ କେଉଁ ଶିକ୍ଷା କ୍ଷେତ୍ରରେ କ'ଣ କ'ଣ ଉପକରଣ ଦିଆଯାଉଛି ଏସବୁ ବିଷୟରେ ପିଲାମାନଙ୍କୁ ହସେଇ ଖେଳେଇକି ପାଠ ଚଳାଯାଉଛି ଏବଂ ତା ସହିତ ଯେଉଁ ସମସ୍ୟା ରହିଛି ସେ ସମସ୍ୟାର ସମାଧାନ କରିବା ପାଇଁ ଶିକ୍ଷକ ଶିକ୍ଷା ଅଧିକାରୀ ସମସ୍ତେ ସଜାଗ ଅଛନ୍ତି ଏବଂ ମଝିରେ ମଝିରେ ପ୍ରତିଥର ଆମର ପ୍ରତି ବିଦ୍ୟାଳୟ ମାନଙ୍କରେ PTA ବୈଠକ ଡକାଯାଉଛି, ପିଲାଙ୍କର ଅଶିକ୍ଷଣ ଅଗ୍ରଗତି ଉପରେ ଆଲୋଚନା କରାଯାଉଛି ଏବଂ ଯେଉଁ ପିଲା ପଛରେ ପଡ଼ିଯାଇଛି ସେମାନେ କିପରି ମୁଖ୍ୟ ସ୍ରୋତରେ ସାମିଲ ହେବେ ସେଥିପାଇଁ ସମସ୍ତେ 100% ଚେଷ୍ଟା ଜାରି ରଖିଛନ୍ତି। ତେବେ ସାର୍ ଏହି ନିପୁଣ ଓଡ଼ିଶାରେ କେଉଁମାନେ ସବୁ ଭାଗ ନେଇପାରିବେ? ନିପୁଣ ଓଡ଼ିଶାର ଯେଉଁ ପ୍ରୋଗ୍ରାମ କରାଯାଇଛି ଯେ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ, ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମରେ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଥମ ଦ୍ୱିତୀୟ ଶ୍ରେଣୀ ପିଲା ପଢ଼ୁଥିବା ପ୍ରତ୍ୟେକ ବିଦ୍ୟାଳୟରୁ 10 ଜଣ ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେବେ ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗରେ ଥିବା ପିଲାଙ୍କୁ ପ୍ରାଧାନ୍ୟ ଦିଆଯିବ, ଯିଏକି ପାଠରେ ଟିକେ ପଛୁଆ ଅଛି ତାକୁ ମଧ୍ୟ ଏଥିରେ ସୁଯୋଗ ଦିଆଯିବ, ଯିଏ ସବୁଦିନ ବିଦ୍ୟାଳୟକୁ ଆସୁଛି 100% ଆଟେଣ୍ଡାନ୍ସ ଅଛି ତାକୁ ସୁଯୋଗ ଦିଆଯିବ, ଯାହାର ଆଟେଣ୍ଡାନ୍ସ ଭାରି ଲୋ ଅଛି ତାକୁ ଦିଆଯିବ, ଏପରିକି CWSN ପିଲାଙ୍କୁ ମଧ୍ୟ ଏଥିରେ ସୁଯୋଗ ଦିଆଯିବ।
ଏହା ସହିତ ଯେଉଁ ବିଦ୍ୟାଳୟରେ କାର୍ଯ୍ୟକ୍ରମ ଚାଲିବ ସେ ବିଦ୍ୟାଳୟର 50 ଜଣ ଛାତ୍ରଛାତ୍ରୀଙ୍କୁ ଏ ପ୍ରୋଗ୍ରାମରେ ଭାଗ ନେବା ପାଇଁ ସୁଯୋଗ ଦିଆଯିବ। ତା ସହିତ ଆମର ପିଆର୍ଆଇ ମେମ୍ବର ମାନଙ୍କୁ ଏଥିରେ ସାମିଲ ହେବା ପାଇଁ ମାନେ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ସମସ୍ତେ ଏଥିରେ ସାମିଲ ହୁଅନ୍ତୁ। ସରକାରଙ୍କର ଏହି ଉଦ୍ଦେଶ୍ୟକୁ ସଫଳ କରାଯାଉ। ସମସ୍ତଙ୍କର ସହଯୋଗରେ ଏ କାର୍ଯ୍ୟକ୍ରମ ସଫଳ ହେବ ବୋଲି ଆଶା କରାଯାଉଛି। ନିହାତି ଭାବରେ ସାର୍ ଆମେ ବି ଚାହିଁବୁ ନିପୁଣ ଓଡ଼ିଶା ଯେଉଁ ମିଶନଟି ରହିଛି ନିହାତି ଭାବରେ ସଫଳ ହେଉ ବୋଲି। ତେବେ ସାର୍ ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଆପଣଙ୍କର ଏତେ ମୂଲ୍ୟବାନ ସମୟ ଆମକୁ ଦେଲେ ସେଥିପାଇଁ ଆପଣଙ୍କୁ ଆମ ରେଡିଓ ସମ୍ପର୍କ ତରଫରୁ ଅନେକ ଅନେକ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ଧନ୍ୟବାଦ। ନମସ୍କାର। 5 ବର୍ଷରେ 7 ଥର ଟିକା ନେବାକୁ ଭୁଲନ୍ତୁ ନାହିଁ କୌଣସି ଥର। ବୁଦ୍ଧିମାନ ହୁଅନ୍ତୁ, ଟିକାକରଣ ନିଶ୍ଚୟ କରନ୍ତୁ। ହଁ ଶ୍ରୋତା ବନ୍ଧୁ, ଟିକାକରଣ ଗୋଟେ ଶିଶୁର ସୁସ୍ଥମୟ ନିରୋଗ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଠିକ୍ ସମୟରେ ସଠିକ୍ ଟିକା ଦେଇ ଆପଣଙ୍କ ଶିଶୁଙ୍କୁ ସୁରକ୍ଷିତ ରଖନ୍ତୁ। ରେଡିଓ ସମ୍ପର୍କ 89.6 FM ଗୋଷ୍ଠୀ ବେତାର କେନ୍ଦ୍ର ମୁରାଦାବାଦ କଟକ ଦ୍ୱାରା ଜନହିତରେ ଜାରି। ଆପଣଙ୍କ ସାଥେ ସାଥେ ରେଡିଓ ସମ୍ପର୍କ ସମ୍ପର୍କ। ଦେଖିଲ ତ ଜଗତ ମୋହିନୀ, ଆମ ସିଆର୍ସି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଣ୍ଡା ଅତି ସୁନ୍ଦର ଭାବରେ ନିପୁଣ ଓଡ଼ିଶାର ଲକ୍ଷ୍ୟ ସମ୍ପର୍କରେ, ନିପୁଣ ଓଡ଼ିଶାରେ ଶିକ୍ଷା ଶୈଳୀ ସମ୍ପର୍କରେ ବୁଝାଇ କହିଲେ। ହଁ ଗାୟତ୍ରୀ, ପୁଣି ଶିକ୍ଷା ଅର୍ଜନ ଏବଂ ଶିକ୍ଷା ଶୈଳୀର ତ୍ରୁଟିକୁ ନେଇ ରହିଥିବା ସମସ୍ୟା ବିଷୟରେ ନିଖୁଣ ଭାବରେ ବୁଝାଇ କହିଲେ। ପ୍ରାରମ୍ଭିକ ଶିକ୍ଷାରେ ଭାଷା ଓ ସଂଖ୍ୟା ଜ୍ଞାନକୁ ଉତ୍ସାହିତ ଶୈଳୀରେ ପିଲାଙ୍କୁ ପଠନ କରାଇବା ହେଉଛି ନିପୁଣ ଓଡ଼ିଶାର ଲକ୍ଷ୍ୟ। ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି କାର୍ଯ୍ୟକ୍ରମ ନିପୁଣ ଓଡ଼ିଶାକୁ ଶେଷ କରିବା ପାଇଁ। ଆଜିର ଅଧ୍ୟାୟ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ମତାମତ ପଠାଇବାର ଠିକଣା ହେଉଛି ରେଡିଓ ସମ୍ପର୍କ ଗୋଷ୍ଠୀ ବେତାର କେନ୍ଦ୍ର, ଗ୍ରାମ ମୁରୁଦାବାଦ, ପୋଷ୍ଟ ପିଠାପଡ଼ା, ବ୍ଲକ ନିଶ୍ଚିନ୍ତ କୋଇଲ, ଜିଲ୍ଲା କଟକ। ଆମ ପିନ୍ ନମ୍ବର ହେଉଛି 754207 ଏବଂ ଆପଣମାନେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8018303177। ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛି ମୁଁ ଜଗତ ମୋହିନୀ ଆଉ ମୁଁ ଗାୟତ୍ରୀ। ନମସ୍କାର। ନମସ୍କାର। ପ୍ରଚାର କଲୁ କାର୍ଯ୍ୟକ୍ରମ ନିପୁଣ ଓଡ଼ିଶା। ଆଜି ଶୁଣିଲେ ଏହାର ପ୍ରଥମ ଅଧ୍ୟାୟ।
ଉପସ୍ଥାପନାରେ ଥିଲେ ଗାୟତ୍ରୀ ତ୍ରିପାଠୀ ଏବଂ ଜଗତମୋହିନୀ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ରେଡିଓ ସମ୍ପର୍କ 89.6 ଗୋଷ୍ଠୀ ବେତାର କେନ୍ଦ୍ର ମୁର୍ଦାବାଦ କଟକରୁ। ଆପଣଙ୍କ ସାଥେ ସାଥେ ରେଡିଓ ସମ୍ପର୍କ ସମ୍ପର୍କ